ବରେଣ୍ୟ ପରିଚାଳକ ତଥା ରୀତିକ୍ ଦେବତା ଏବଂ ଭକ୍ତିଯୁକ୍ତ ପାଞ୍ଜାଧାରୀ କର୍ମୀବୃନ୍ଦ ଭକ୍ତିମତୀ କଲ୍ୟାଣମୟୀ ମାତୃମଣ୍ଡଳୀ ସୁଧୀ ସଜ୍ଜନ ମଣ୍ଡଳୀ ଛୋଟ ଛୋଟ ପିଲାମାନଙ୍କୁ ଏହି ଅବସରରେ ମୁଁ ମୋର ପ୍ରୀତିପୂର୍ଣ୍ଣ ଜୟଗୁରୁ ଜଣାଉଛି। ସତ୍ସଙ୍ଗର ନିର୍ଦ୍ଦିଷ୍ଟ ହୋଇଥିବା ଗୁରୁ ଭାଇ ଯେଉଁ ଆଜି ଉତ୍ତର ଅବସ୍ଥାରେ ଗଙ୍ଗା ଭାଇ ଦେଇଥାନ୍ତେ ତାହା କୌଣସି ଏକ କାରଣବଶତଃ ବ୍ୟତିକ୍ରମ ଘଟିବାରୁ ଯେହେତୁ ଭଦ୍ରଶସ୍ତ୍ର ପରିକ୍ରମାର ମାନେ ଆମର ଯେଉଁ ପଦପଦବୀରେ ଚେୟାରମ୍ୟାନ୍ କହିଲେ ବାପା ଭାଇକି ଭୁଲ ହେବନି, ସିଏ ଯେତେବେଳେ ପରିଚାଳନା କରୁଛନ୍ତି ଯେ କେଉଁଠି ହେବ, କିଏ କରିବ, କେମିତି ହେବ, ସେ ତାର ଦାୟିତ୍ୱ ଦେଇଛନ୍ତି। ତେଣୁ ଡେଙ୍ଗା ମୁଣ୍ଡେ ଠେଙ୍ଗା ସିଏ ଯେତେବେଳେ କରିପାରିଲେନି ତାଙ୍କର ଅସୁବିଧା ହେଲା, ସିଏ କାହାକୁ କହିବେ ନା ବାବା ଭାଇ କହିଲେ ଯେ ଆଜି ବ୍ୟବସ୍ଥା ଥିଲା ମୋର ହେଇପାରୁନାହିଁ କିଛି କାରଣକୁ ନେଇ, ତେଣୁ ଆପଣ ବ୍ୟବସ୍ଥା କରିବେ। ସେ କାହାକୁ ହଠାତ୍ କହିବେ? ତେଣୁ ଯେଉଁ ଠାକୁର କହିଥିଲେ ସତ୍ସଙ୍ଗ ଯେ ମ୍ୟାନ୍ ମେକିଂ ଫ୍ୟାକ୍ଟ୍ରି, ଏ ବାଭାଇ ଘରେ ସେଇ ଶିଳ୍ପ ସତ୍ସଙ୍ଗର କାରଖାନା ବାଭାଇ ଘରେ ସମ୍ଭବ ହୋଇପାରିଛି। କାହିଁକି ନା ବାଦ୍ୟକାର, ସଙ୍ଗୀତକାର, କଳାକାର, ବକ୍ତା, ଶ୍ରୋତା କେହି ଏଠି ତାଙ୍କ ପରିବାରରେ କମ୍ ନାହାନ୍ତି। ତେଣୁ ତାଙ୍କର ଯେଉଁ ବିଶାଳକାୟ ବଟବୃକ୍ଷ ହରିବନ୍ଧୁ ଭାଇ ଥିଲେ ତାଙ୍କର ବାପା ଏବଂ ତାଙ୍କର ମା ଯେ ଶିକ୍ଷାବିତ୍ ଥିଲେ, ତେଣୁ ଏ ପରିବାରଟି ଭାରି ଉଚ୍ଚଶିକ୍ଷିତ ପରିବାର, ତେଣୁ ସତ୍ସଙ୍ଗ ସହିତ ଓତପ୍ରୋତ ଭାବେ ଜଡ଼ିତ। ତେଣୁ ଆଜି ଯେ ଗୋଟେ ଉତ୍ସବ ଭଳି ଯେଉଁ ଆମେ ଅନୁଭବ କରୁଛେ ଯେ ଏତେ ବହୁ ମାତ୍ରାରେ ଗୁରୁ ଭାଇ ମା ମାନେ ଆସିପାରିଛନ୍ତି ଏଠାଇକି ଖୁବ୍ କମ୍ ସମୟ ଡକରା ଭିତରେ, ଏହା ସମ୍ଭବ ହୋଇପାରିଛି। ଯଦିଓ ଠାକୁର ଆମର ମୁଖ୍ୟ ଆକର୍ଷଣ, ତଥାପି ବାଭାଇଙ୍କର ଭଲ ପାଇବା, ତେଣୁ ଠାକୁର ଯେଉଁ କଥା କହିଥିଲେ ପ୍ରେମ କର, ସେ ଏଭଳି ଭାବରେ ଗୁରୁ ଭାଇ ମା ମାନଙ୍କୁ ତାଙ୍କ ପ୍ରେମ ରଜରେ ବାନ୍ଧିକିରି ରଖିଛନ୍ତି ଯେ ଗୋଟେ ଗୋଟେ ଫୋନ୍ ବହୁ ଜାଗାରୁ ତାଙ୍କୁ ଟାଣି ଆଣିଛି ସେ ଗୁରୁ ଭାଇ ମା ମାନଙ୍କୁ। ତେଣୁ ଏଠି ସବୁ ସତ୍ସଙ୍ଗର ମାନେ ମେରୁଦଣ୍ଡ କହିଲେ ବହୁ ପ୍ରାଜ୍ଞ ବିଜ୍ଞ ଗୁରୁ ଭାଇ ମା ମାନେ ବସିଛନ୍ତି। ତେଣୁ ବହୁ ଉଚ୍ଚ ପଦପଦବୀ ସେମାନେ ଅଧିଷ୍ଠିତ। ସେଥିରେ ମୁଁ ଯେ ଗୋଟେ ମାନେ ଶିକ୍ଷା ଦୀକ୍ଷା ସବୁଥିରେ ମୋର ମାନେ ମୁଁ ଆପଣମାନଙ୍କ ଠାରୁ କମ୍। ତେଣୁ ଯେହେତୁ ରୀତିକ୍ ଦାଦାଙ୍କର ନିର୍ଦ୍ଦେଶ, ଠାକୁରଙ୍କର ଏଇପରି କଥା ମୋ ମୁଖ ଦ୍ୱାରା ପ୍ରକାଶ ପାଇବ, ତେଣୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ସତ୍ସଙ୍ଗକୁ ଯଦି ଆମେ ଆଜି ଆସିନଥାନ୍ତେ ବା ଠାକୁରଙ୍କୁ ଆଜି ଯଦି ଆମେ ଗ୍ରହଣ କରିନଥାନ୍ତେ, ତାହେଲେ ଇଏ ଯେଉଁ ଆନନ୍ଦ, ଏଇ ଯେଉଁ ବର୍ତ୍ତମାନ କୀର୍ତ୍ତନ ଚାଲିଥିଲା, ଏଇ ଯେଉଁ କୀର୍ତ୍ତନରେ ମାନେ ସେଲ୍, ଟିସ୍ୟୁ, ଅର୍ଗାନ, ଏ ଯେଉଁ ତିନିଟା ଜିନିଷ ମଣିଷର ରହିଛି ଶରୀର ଭିତରେ, ଇଏ କେତେ ଆକ୍ଟିଭ ହେଲା, କେତେ ଲାଭବାନ ହେଲା ଶରୀର ପାଇଁକା। ତେଣୁ ଯଜନ ଯାଜନ ଇଏ ହେଉଛି ଏକ ପରମ୍ପରା ଦୃଷ୍ଟିରୁ କାର୍ଯ୍ୟକ୍ରମ, କିନ୍ତୁ ପ୍ରକୃତରେ ବାସ୍ତବ କଥା ଠାକୁର କହିଛନ୍ତି କୀର୍ତ୍ତନ। କୀର୍ତ୍ତନ ହିଁ ମଣିଷକୁ ଆଧ୍ୟାତ୍ମିକ ମୁଖୀ କରେ ଏବଂ କୀର୍ତ୍ତନ ଶରୀରକୁ ବଞ୍ଚାଇବା ପାଇଁ କୀର୍ତ୍ତନର ନିହାତି ଆବଶ୍ୟକତା ରହିଛି। ତେଣୁ ଉଦଣ୍ଡ କୀର୍ତ୍ତନ, ତେଣୁ ଉଦଣ୍ଡ କୀର୍ତ୍ତନ କରିବା ଦ୍ୱାରା ଦାମ ଭାଇ ଯେଉଁ ନାଚୁଥିଲେ, ହୁଏତ କ'ଣ କେମିତି କାହାକୁ ଲାଗିପାରେ, କିନ୍ତୁ ତାଙ୍କର ଶାରୀରିକ ବହୁତ ଉନ୍ନତି ହେଉଛି ଏହା ଦ୍ୱାରା, ମାନସିକ ତ ନିଶ୍ଚିତ ଉନ୍ନତି ହେଉଛି, ତେଣୁ ଶାରୀରିକ ସେ ଏକ ପ୍ରକାର ମାନେ ପ୍ରାଣାୟାମ କରୁଛନ୍ତି। ତେଣୁ ସେ ଯେଉଁ ଶରୀରରେ ଆମର ଯେଉଁ ଆମେ ଯେତିକି ଅନୁଭବ କଲେ, ଯେତିକି ସମୟ ଆମେ ବସିଲେ ଆମର ମାନସିକ ବିକାଶ ଘଟିଛି ଧର୍ମ ବାବୁ। ତେଣୁ ଦୀକ୍ଷାରେ ଯେଉଁ ଦକ୍ଷତା କହିଲେ କ'ଣ ଯେ ଗୋଟେ ଆଧ୍ୟାତ୍ମିକ ଦକ୍ଷତା, ଆମ ଭିତରେ ଥିବା ଯେଉଁ ଇଣ୍ଟରନାଲ ଗୋଟେ ଫୋକସ୍, ଗୋଟେ ସ୍ପିରିଟ୍, ସେଇଟା ଗୁରୁଙ୍କର ସଂସ୍ପର୍ଶରେ ଆସିଲେ ସେଇଟା ପରିବ୍ୟାପ୍ତ ହୁଏ। ତେଣୁ ଦୀକ୍ଷାର ଆବଶ୍ୟକତା ଏଇଥିପାଇଁ ରହିଛି। ତେଣୁ ରାମକୃଷ୍ଣ ପରମହଂସ ଠାକୁର ଦେହ ରକ୍ଷା କରିବାର ମାତ୍ର 2 ବର୍ଷ ଭିତରେ, ଗ୍ୟାପ୍ ଭିତରେ ଠାକୁର ଅନୁକୂଳଚନ୍ଦ୍ର ଅବତାରୀ ପୁରୁଷ ଆସିବା କ'ଣ ଆବଶ୍ୟକତା ଥିଲା? ଠାକୁରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଠାକୁର ରାମକୃଷ୍ଣ ଠାକୁରଙ୍କର 2 ବର୍ଷ ପରେ 86ରେ ସେ ଦେହ ରକ୍ଷା କଲେ, 88ରେ ଠାକୁର ଆସିଲେ। ଯାହା ତାଙ୍କର 2 ବର୍ଷ ପରେ ଠାକୁର ଆସିଲେ। ତେଣୁ ଠାକୁରଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଯେ ଏତେ ଶୀଘ୍ର ଏଇ 2 ବର୍ଷ ଭିତରେ ଆସିବାର କ'ଣ ଆବଶ୍ୟକତା ଥିଲା, ଠାକୁର କହୁଛନ୍ତି 1800 ମସିହାରେ ବିଜ୍ଞାନର ଉଦ୍ଭାବନ ହୋଇଗଲା। ବିଜ୍ଞାନ କ'ଣ? 1800 ମସିହାରେ ଆମେ
ଜାଣିଲି। କିନ୍ତୁ ଆଗକୁ ମୁଁ ଦେଖିପାରିଲି ଇଂରାଜୀରେ ଗୋଟେ କଥା କହୁଛନ୍ତି ଇଡିଅଟ୍ସ, ଯେଉଁମାନେ କୃତଜ୍ଞ ଗୁଡ଼ାକ ସବୁ ଆସିଯାଇଛନ୍ତି, ବହୁଳ ପରିମାଣରେ ଏ ପୃଥିବୀରେ ଜନ୍ମଗ୍ରହଣ କରିଦେଇଛନ୍ତି। ତେଣୁ ମୋତେ ଖୁବ୍ ଶୀଘ୍ର ଆସିବା ପାଇଁ ପଡ଼ିଲା, ଏଇଥିପାଇଁ ଶୀଘ୍ର ଆସିବା ପାଇଁ ପଡ଼ିଲା। ତେଣୁ ଏ ଯେଉଁ ଦୀକ୍ଷାର କାର୍ଯ୍ୟକ୍ରମ ଆରମ୍ଭ ହେଲା, ଯେଉଁ ମହାପୁରୁଷମାନେ ଜନ୍ମଗ୍ରହଣ କରିଥାନ୍ତି ଆମେ ସମସ୍ତେ ଜାଣିଛେ, ପୋଥି ପୁରାଣରେ ତାର ପ୍ରମାଣ ରହିଛି, ଆସିବା ପୂର୍ବରୁ କିଛି ସଂକେତ ଆମେ ପାଇଥାଏ। ତେଣୁ ଜୀବନଶୈଳୀ ସେତେବେଳେ ଯେଉଁ ଯୁଗମାଫିକ ଯାହା ଯାହା ସମୟରେ ଥିଲା, ରାମଚନ୍ଦ୍ର କିଛି ସମୟ ପାଇଁ ଆସିଥିଲେ ଯେ କିଛି ଭକ୍ତମାନେ ଅସୁବିଧାରେ ପଡ଼ିଯାଉଥିଲେ। ତେଣୁ ଏ ରାକ୍ଷସ ବଂଶଧର କିଛି ସେମାନଙ୍କୁ ଯୋଗୀମୁନି ଋଷିମାନଙ୍କୁ ତାଙ୍କୁ ଅତ୍ୟାଚାର କରୁଥିଲେ। ତେଣୁ ତାଙ୍କୁ ରକ୍ଷା କରିବା ପାଇଁ ତାଙ୍କର ବିକଳ ପ୍ରାର୍ଥନାରେ ପ୍ରଭୁ ରାମଙ୍କର ଆବଶ୍ୟକତା ଥିଲା ଏବଂ ପରିବେଶର ସୁରକ୍ଷା, ରାଜକୀୟ ଢଙ୍ଗ, ରାଜନୀତି, ଅର୍ଥନୀତି ଏସବୁ ଜିନିଷକୁ କେମିତି ସୁରକ୍ଷା ଦିଆଯିବ, ଭାତୃଭାବ କେମିତି ଜାଗ୍ରତ ହେବ ଏବଂ ବିଭିନ୍ନ ଯେଉଁ ଅଭିଶପ୍ତ ଲୋକମାନେ ଥିଲେ ସେମାନଙ୍କୁ କେମିତି ତ୍ରାଣ କରାଯିବ ବା ଉଦ୍ଧାର କରାଯିବ, ଏମିତି କେତେକ ଅନେକ କାରଣ ନେଇ ପ୍ରଭୁ ରାମ ଆସିଥିଲେ। ଆଧୁନିକ ସଭ୍ୟତା ଧୀରେ ଧୀରେ ଦ୍ୱାପର ଯୁଗକୁ ସମ୍ପୂର୍ଣ୍ଣ ଭାବରେ ଗ୍ରାସ କରିଗଲା। ତେଣୁ ସେତେବେଳେ କତିପୟ ରାକ୍ଷସ ଯଦିଓ ଥିଲେ ବା ରାକ୍ଷସୁଣୀ ବା ଯେଉଁ ମାନେ ରାକ୍ଷସୀ ମାନେ କୁହନ୍ତି ଯେଉଁ ଥିଲେ, ପ୍ରଭୁ ଶ୍ରୀକୃଷ୍ଣଙ୍କର ଆବିର୍ଭାବର ମହତ୍ଵ ଉଦ୍ଦେଶ୍ୟ ରହିଲା ସେ ଯେଉଁ ସେ ଜରାସନ୍ଧ କୁହ ବା କଂସ କୁହ ଏସବୁ ଜିନିଷ ତାର କିଛି ରହିଛି। କିନ୍ତୁ ସେତେବେଳେ ରାଜ୍ୟ ଭିତରେ ଯୁଦ୍ଧ ଚାଲିଥିଲା, କିଏ କେଉଁ ରାଜ୍ୟକୁ ଜୟ କରିପାରିବ, କ'ଣ କରିପାରିବ, ସେ ଯେଉଁ ପାରିବାରିକ ସମସ୍ୟା ବି ମଧ୍ୟ ଜଟିଳମୟ ଥିଲା। ତେଣୁ ସେହି ସମୟ ଭିତରେ ଭଗବାନ ଶ୍ରୀକୃଷ୍ଣଙ୍କର ଆବଶ୍ୟକତା ଥିଲା ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିଲା ଯେ ପ୍ରଭୁ ଆପଣଙ୍କର ବାପା ମା ବନ୍ଦିଶାଳାରେ ରହିଲେ, 14 ବର୍ଷ ଦେବକୀ ବସୁଦେବ ବନ୍ଦିଶାଳାରେ ରହିଲେ, ଆପଣ ତ ମହାପୁରୁଷ ବା ଭଗବାନ, ଆପଣ କ'ଣ ଚାହିଁଥିଲେ ବନ୍ଦିଶାଳାରେ ସେମାନେ ନ ରହିକି କ'ଣ ଆପଣ ଜନ୍ମଗ୍ରହଣ କରିପାରିନଥାନ୍ତେ? ନା କର୍ମଫଳ, ନା କ'ଣ କର୍ମଫଳ? ନା ବିନା କାରଣରେ ରାଜା ଦଶରଥ ସତ୍ୟ କରି ମୋତେ 14 ବର୍ଷ ଜଙ୍ଗଲକୁ ଯିବାକୁ ପଡ଼ିଥିଲା। ତେଣୁ ତାର ଫଳସ୍ୱରୂପ ମୋର ବାପା ବସୁଦେବ ମା ଦେବକୀ ହେଲେ ବି ମଧ୍ୟ ତାଙ୍କୁ ସେ ପନିଶମେଣ୍ଟ ଦଣ୍ଡ ଭୋଗିବାକୁ ପଡ଼ିବ। ତେଣୁ ସେ 14 ବର୍ଷ ବନ୍ଦୀ ଘରେ ରହିଲେ, ବନ୍ଦୀ ଘରେ ରହି ମୋତେ ଜନ୍ମ ଦେଲେ ବା ମୁଁ ଆବିର୍ଭାବ ହେଲି ବା ଭୂମିଷ୍ଠ ହେଲି ଯାହା ହେଲି। ତେଣୁ ତାଙ୍କର ଯେଉଁ ଅଲୌକିକତା ଥିଲା, ସବୁ ଜଗଳି ମାନେ ଶୋଇ ପଡ଼ିଲେ ଇତ୍ୟାଦି ଇତ୍ୟାଦି ସବୁ ମାନେ ଆଲୋକ ଦେଖାଗଲା, ବିଜୁଳି ଦେଖାଗଲା, ସେ ଆସିଲେ, ଏ ଯେଉଁ ସବୁ କାର୍ଯ୍ୟକ୍ରମ ସବୁ ରହିଛି ଏହାକୁ ଆମେ ଅସ୍ୱୀକାର କରିପାରିବା ନାହିଁ। କିନ୍ତୁ ଠାକୁରଙ୍କର ଆମେ ଯେଉଁ ଦୀକ୍ଷା ଗ୍ରହଣ କରିଛେ, ଆଜି ଯେଉଁ ସତ୍ସଙ୍ଗର ଯେଉଁ ଇନଫ୍ରାଷ୍ଟ୍ରକ୍ଚର, ଯେଉଁ ଭିତ୍ତିଭୂମି, ଏଇ ସତ୍ସଙ୍ଗ ପରିବେଶରୁ ହିଁ ଜଣାପଡ଼ୁଛି ମାନେ ଆମେ ନିଶ୍ଚିତ ଭାବରେ ଆମର ସ୍ପିଡ୍ ବଢ଼ିବ। ତେଣୁ ଦାଦାଙ୍କୁ ମୁଁ ଅନୁରୋଧ କରିବି ଯେ ରିତିକ ଦାଦା ଆମର ୟଙ୍ଗ, ତେଣୁ ଆଶ୍ରମ ସହିତ ଯୋଗସୂତ୍ର ରଖିବା ପାଇଁ କର୍ମୀମାନଙ୍କର ଅଭାବ ନାହିଁ। ତେଣୁ କେମିତି ଆମର ଜଟଣୀ ସତ୍ସଙ୍ଗ ବିହାର ଡେଭଲପ କରିବ, ମନ୍ଦିର କେମିତି ହେବ, ଧର୍ମ ବିଷୟରେ, ଠାକୁରଙ୍କ ବିଷୟରେ, ତାଙ୍କର ଲୀଳା ବିଷୟରେ ସମସ୍ତେ ଉଣା ଅଧିକା ଆମେ ଜାଣିଛେ। ଯଦିଓ ଲୀଳାମୟଙ୍କର ଏ ଜନ୍ମ ମାସ, ତେଣୁ ତାଙ୍କର ଲୀଳା ନିଶ୍ଚିତ କିଛି ନା କିଛି ଭାଇମାନେ ବି କହିବେ, ଯିଏ ଯାହା ଅନୁଭବ କରିଛି ବି ମଧ୍ୟ ଆମେ ସବୁ ଜାଣିଛେ। କିନ୍ତୁ ସତ୍ସଙ୍ଗ ବିହାର, ଜଟଣୀ ସତ୍ସଙ୍ଗ ବିହାର କିଭଳି ଭାବରେ ଡେଭଲପ କରିବ, খুব কম সময় ভিতরে দাদাঙ্কর আশীর্বাদ কেমিতি ঋতিক দাদা আনিবে, আমি মন্দির করিবা, পরিবেশকু আধ্যাত্মিক পরিবেশটাকে কেমতি সৌন্দর্যময় করিবা, খালি এমতি বসিকি গোটে গ্রুপিজম হয়েকি এসএচ গ্রুপ ভায়া যে গাইবা খাইবা বজাইবা তারপরে ঘরকু যা এ জিনিস নহই, মানে ইয়ার আবশ্যকতা সৎসঙ্গ মানে আমি যে এটা গোটে কোন মোবাইল সৎসঙ্গ যে ভ্রাম্যমান সৎসঙ্গ মানে আমার এটা চালিছি কোন পরিক্রমা, পরিক্রমা কহিলে ভ্রাম্যমান মোবাইল সৎসঙ্গ ভাদ্রব পরিক্রমা ভ্রাম্যমান সৎসঙ্গ চালিছি, ଏହା ଆଧ୍ୟାତ୍ମିକବାଦୀ ଠାକୁରଙ୍କର ନୀତି ନିୟମ ପରମ୍ପରା ଏସବୁ ରହିବ। କିନ୍ତୁ ଦାଦା କିଭଳି ଭାବରେ ଯେ ঋତିକ ଦାଦା ଆମର କିଭଳି ଭାବରେ ତାଙ୍କର କର୍ମୀ ଭାଇମାନଙ୍କୁ ନେଇ, ଆମମାନଙ୍କୁ ନେଇ, ମାମାନଙ୍କୁ ନେଇ କେମିତି ଆଶ୍ରମରେ ପହଞ୍ଚିବେ ଏବଂ କେମିତି ମନ୍ଦିର ଗଢ଼ାଯିବ, ଆମ ଭିତରେ ଯାହା ମତାନ୍ତର ଥିବ ସବୁ ଭୁଲିଯିବା। ତେଣୁ ମନାନ୍ତର ଗୋଟିଏ ଠିକ୍ ଭାବରେ ରଖି ଠିକ୍ ଲକ୍ଷ୍ୟରେ ଇଷ୍ଟଙ୍କୁ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ମନ୍ଦିର ପରିବେଶର କେମିତି କାରୁକାର୍ଯ୍ୟ ଖୁବ୍ ଶୀଘ୍ର ହେବ। ଖୋର୍ଦ୍ଧା 7 ପଛରେ ହେଇଗଲା ମନ୍ଦିର, ଜଟଣୀ 7 ଆଗରେ ଥାଇକିରି ବି ମଧ୍ୟ ପଛୁଆ ହେଇଗଲା। ତେଣୁ ପ୍ରତିଯୋଗିତାମୂଳକ ଧର୍ମ ଆମେ ପ୍ରତିଷ୍ଠା କରିବାକୁ ପଡ଼ିବ। କାହିଁକି ନା ଅନୁଷ୍ଠାନ ନ ରହିଲେ କିଏ ସେ ଯିବ, କାହାକୁ କିଏ କେଉଁ ପ୍ଲାଟଫର୍ମରେ ଆମେ ମାନେ ବସିବା। ତେଣୁ ଆକୁ ମାନେ ନିଜର ବାନ୍ଧିଲା ଭଳି
आमे झील बाहागर कर मो पाखे पैसा नहीं 8-10 लाख मोर छोटिया मुंडे 8-10 लाख टका खर्च हम मुझे कुआड़ मो झील को बाहागर करी डिसेम्बर मसरे मुझे पुणी चेष्टा कर कर्ज दाम धार उधार कर गोटे झील ब्लड कैंसर पड़गला तापी 8-10 लाख टका खर्च है तापी भी करुँची यह भाविक निजर शक्ति सामर्थ्य को जलांजलि दे कष्ट स्वीकार करी आम गोटे प्रमिश करवा जे यही माने एतिकी टंका बजेट आमर रहुची आमे बजेट पास करबा यही माने निर्दिष्ट समय देले आमर सत्संग विहार उन्नति हम तेणु मो विशेष किसी कहू ना ठाकुर को प्रतिष्ठा करने आमे जल तुलसी धरी शपथ पाठ करते तेणु मु मोर निजको कहूँ जे मु केते कृतज्ञ से जो जल तुलसी ऋतिक देवता मते धरई फूल तुलसी जल दे कही जे इष्ट को प्रतिष्ठा करवा होची आज ठारू मोर कर्म एवं धर्म मु ताको भूली गली जिते मु छाड़ी सेते मु तलू डूबी पड़ जा फसी जाबेठू जापुड़ी धरी सेबेठू उठा चेष्टा करी तेणु मोपाई मुझे ठाकुर पाखे एति कृतज्ञता जनाऊँगी मोपाई गोटे विशेष शुभ खबर मो परिवार मो झी जो ब्लड कैंसर होता दीर्घ 8 मास धरी जीवन संग्राम करुला बचापी आज तार बॉम्बे रिपोर्ट आसला जे संपूर्ण नेगेटिव हो जाइए तार शरीर में आ ब्लड कैंसर नाही यहाँ कटक डम्बुर दादा सहित मो जोगसूत्र रखी मत कही परम पिता पाखे गभीर भाव में प्रार्थना कर विश्वास कर आपण झी सुस्थ हो आज ता से प्रोफेसर मत डाकी तार रिपोर्ट दे जमी तार रहा कथा ट्रिटमेंट रे मत कहले 2 वर्ष आपण जरूरी झील को माने गोटे कंट्रोल भितर रखिए तेणु तार संपूर्ण भाव में ब्लड कैंसर भल हो जाए तेणु आप चिंता करेंगे आपण जो गुरु को ग्रहण कर आशीर्वाद तेणु जहा ही माने मु ठाकुर पाई जदिओ कहवा कथा नुह तेणु व्यक्ति कथा जो मोर कहीदे मत क्षमा करेंगे जेहेतु ठाकुर धरती धरिकी मुझे कौन पाई से व्याकुलता नहीं कहीदे जदि यह ग्रहण योग्य नुहे ताले मते क्षमा करेंगे तेणु आमे समस्ते आसतु एक मन एक होई ठाकुर को प्रतिष्ठा करवा आपण माने निश्चित भाव समस्त आम गुणीज्ञानी आम जाचे ठाकुर को धरी निर्देशित किसी अनुशासनवाद किसी कार्य कले निश्चय मंगलर अधिकारी ही आम हवा कहीं से दिन कमल भाई भी कहते दादा भी कहते आज व्यक्ति दाम्पत्य परिवार समाज राष्ट्र ये जो ध्वंसाभिमुखी हवा को जाइए किंतु एठी गोटे कथा ठाकुर जोर दे कहते प्रथम जिनस हूँ व्यक्ति आज व्यक्ति विशृंखलित मु तो निजे विशृंखलित मो परिवार कौन सकाड़ी मो समाज राष्ट्र विषय कौन चिंता करी तेणु व्यक्ति निजे निजक आग सकाड़ ठाकुर अनुशासनवाद दे ठाकुर जहाँ कहते जो सिस्टम देते जो गाइडलाइन देते जदि से परिवार में व्यक्ति ठीक हो गला से परिवार निश्चित भाव में बंचीज से परिवार ठीक हो तेणु आज व्यक्ति जीवन अस्तजड़ा हो जाए तेणु व्यक्ति जीवन जो असजड़ा हो जाए आपण मैंने समस्ते गुणी ज्ञानी लोक समस्ते डिजिटल जुगे सबकि हाथ पाहांतारे टिपर सब अच्छी आज ठाकुर जो 4टी जिनिस को प्राधान्य देते कृषि शिल्प शिक्षा एवं मैरेज कथाटा को बेसी गुरुत्व देते से मैरेज जिनिसटा आम आज मनमुखी हो जाए तेणु आज सब असजड़ा हो जाए तेणु से आम जो ठाकुर कहते मैरेज रिफर्मस माने गोटे करने पड़ो गोटे आईन आने पड़ो से जिनटा आज आम अभाव रही देशबंधु चित्तरंजन दास महात्मा गांधी जो ठाकुर पाखक जाते ठाकुर आश्रम पावना को जो जाते से रही जो कहते समस्त जानी खूब माने ये कही जो कहते गोटे सजेसन चाहिए ठाकुर कहते किसी भल मनीष दरकार देशबंधु चित्तरंजन दास कहते भल मनीष आसवा आज्ञा केमती ना सुविवाह दरकार ना सुविवाह हेल्ले पुणी सुसंतान आसवा गले 20-30 वर्ष अपेक्षा करने पड़ो ना एमती गुड़ाई दिन बेकार चलीगला गुड़ाई वर्ष तेणु टी अपेक्षा कर जाओ भल सन्तान आसवे भल सन्तान तो नहांती विभु भाई जदि बाबू भाई जदि पुओ को भल मार्ग में गठन कर हाड़ीबंधु भाई जदि विभु भाई शंभु भाई को जदि भल भाव में झील मान जदि भल भाव में गठन कर एत बड़ शिल्प को किए से सुरक्षा दे था तेणु भल सन्तान नहांती क्या हाथ में आप ये देशर भारटा दायित्वटा देवे जिते देशबंधु चित्तरंजन दास को ठाकुर कहते दास दा किसी दिन यही आश्रम आप रही जातु से कहते आज्ञा स्वराज आंदोलन दायित्व मुख्य पुरोधा मुझे रही स्वराज आंदोलन हो पार ना
एभली विश्वासयोग्य मनीष आपण तैयारी करना सामान्य स्वराज आंदोलन को बजाय एत विराट बड़ भारत वर्ष को स्वाधीनता आनी क्या हाथ में टेकीदेवे आपण कौन सबुदिन अमर होते तेणु आम स्वाधीन होती सत किंतु ब्रिटिश पार्लियामेंट कहूँ भारत हूँ ऑटोनोमस स्वयं शासित नट स्वाधीन तेणु ठाकुर कहते डिपेंड एवं इंडिपेंडेंट आम समस्ते इंडिपेंडेंट नो आम समस्ते इंडिपेंडेंट नुह सॉरी आम समस्ते इंडिपेंडेंट नुह आम समस्ते डिपेंड आम समस्त निर्भरशील निर्भरशील ना कौन चलो तेणु माँ मान भी सही कथा कहते जुगे जुगे माँ मान देवता माने मुनि ऋषि माने ऊपर रखिछन्ति किंतु नारी आज स्वाधीन भाव में जो कथाटा को दाबी करुच्ची पुरुष सहित समकक्ष होगा चेष्टा करुच्ची नारी केबे पुरुष हो पारिबनी पुरुष केबे नारी भी हो पारिबनी तार जो 8 वैशिष्ट्य गुण अच्छी से चाकरी क्षेत्र हो व्यवसाय क्षेत्र में आवश्यकता अनुଯାयी परिवार क्षेत्र हो सी तार वैशिष्ट्य गुण माफिकी चलो एवं पुरुष भी तार गुण माफिकी चलो तेणु सावित्री पूजा अच्छी किंतु सावित्री टेक्निकाल जो कौशल टेक्नोलोजी जिनसा माँ पाखे ना कहीं गोटे भल शाढ़ी हम नामी दामी शाढ़ी हम नामी दामी फलमूल हम किंतु स्वामी जे केते असुविधा पड़ी आनिबे प्रतियोगितामूलक भाव में माँ एमती शाढ़ी आनी तुम गोटे एमती आण के दाम करेंगे केते टेंशन आने तो धर्मर किसी ना किंतु एमती भाव में माँ पार्वती सावित्री थिले जे जम पाखक जाकरी कहले आज्ञा मो शाशु को आखि दरकार ना हो ना मत शतपुत्र दरकार ना ना स्वामीटा को पूरा नहीं आप जाऊँच शतपुत्र जननी केमी हेबी तेणु से कहला बुद्धि विवेक ज्ञान बड़े मरण जीणी पारे हेले किंतु आमे जदि माँ होम स्वामी की मरण मुह को ठेलीदवा केमती हम तेणु नारी जुगे जुगे प्रतिष्ठा होती सब बड़े सी से सावित्री कहतु सीता कहतु द्रौपदी कहतु कुंती कहतु अनुसया कहतु कहीं गोटे भारतीय नारी आज कौटी तार रेकर्ड रही तेणु आज आम कि भाव में अच्छे तेणु जदिओ जुग माफिक समय माफिक ठाकुर कंप्रोमाइज करी आमेंडमेंट कर आवश्यक स्थले माँ मैंने चाकरी बाकरी करेंगे किंतु जदि आवश्यकता ना क्या चाकरी को विरोध कर माँ मैंने चाकरी बाकरी करें तेणु ओढ़ना भितर परदा भितर 3टा जिनिस नारी खाद्य धन नारी को कहीं देखिए धन को कहीं देखिए खाद्य को कहीं देखिए तेणु यही सब व्यवस्था रही समय होगा सिग्नाल आसीगला आउ विशेष किसी कहूना बाप भाई सपरिवार सपरिवेश उपस्थित समस्त भक्तजन मान परम दयाल निकट में मुवेदन कर मंगल कामना करुच्ची मोर जदि कहिबार किसी भूल थाए मत क्षमा करे मुझे कही मोर वक्तव्य साइन करुच्ची जय श्री पड़मा परम पूज्यपाद श्री श्री वर्धन बदन्य सत्संग परिचालक बदन्य कर्मी मंडली गुरु भाई भक्तिमती माता मंडली छोट छोट पिला उपस्थित सज्जन समस्त शुभ सन्ध्या मतलब आंतरिक जयगुरु आम अवगत हेले आज पंचम दिवस खतबद पंचम दिवस सम्मान्य बाबू भाई सत्संग प्रदान कर सर्वप्रथम परमदास श्री ठाकुर श्री चंद्र प्रार्थना रखा ये बाबू भाई व्यक्ति दाम्पत्य परिवार सामाजिक राष्ट्र जीवन सरस सुंदर मधुर हो सर्वोपरि श्री श्री ठाकुर धरी चलतु या श्री श्री ठाकुर श्री चंद्र प्रार्थना जे वीर किशोर भाई केते कथा कहीगले मंदिर हम इत्यादि 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 छुटिया कथा शाश्वतीर प्रथम कथा शंख तुम भितर गर्जी उठू दुष्ट बुद्धि को दमन करू मरण को निरसन करू सकल जातनार उपशम करू
ଚାରିଟା ଶଙ୍ଖ ଚକ୍ର ଗଦା ପଦ୍ମ ଚାରିଟା ଜିନିଷ କହିଛନ୍ତି ଠାକୁର ସରସ୍ୱତୀରେ। ପ୍ରଥମରେ ହେଲା ଶଙ୍ଖ, ଶୁଭ ଶଙ୍ଖ। ଶଙ୍ଖଟା ଭାରି ଶୁଭ। ଆପଣମାନେ ମା ମାନେ ଭାଇମାନେ ଜାଣନ୍ତି ଶୁଭ ଶଙ୍ଖ ବାଜେ। ସେଇ ଶୁଭ ଶଙ୍ଖ ଠାକୁର କହିଲେ ତୁମ ଭିତରେ ଗର୍ଜି ଉଠ। ସେଇ ଶୁଭ ଶଙ୍ଖଟା ଆମ ଭିତରେ କେତେ ପରିମାଣରେ ଗର୍ଜି ଉଠିଛି ସେଟା ଆମେ ଆନାଲିସିସ୍ କରିବା ଉଚିତ। କାରଣ ମୁଁ କହିଦେବି ଭାଇ ତୁମେ ଭଲ କି ତୁମେ ଖରାପ, ଏ ଚାରି ତା ଆଡ଼କୁ ଗୋଟିଏ ଆଙ୍ଗୁଳି ଗଲେ ମୋର ଆଡ଼କୁ ଆସିଲା ଚାରି। ଆମେ ସମସ୍ତେ ତର୍ଜମା କରିବା କଥା ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କ'ଣ, ଏବଂ ସେଇ କଥା ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଅନେକ ଥର କହିଛନ୍ତି। ମୁଁ କଥା କହିଲେ ଅନେକ କଥା ହବ, କିନ୍ତୁ ପରମ ଦୟାଳ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସେଇ 1888 ମସିହା ସେପ୍ଟେମ୍ବର 14 ତାରିଖ ସକାଳ 7:05 ଜନ୍ମଗ୍ରହଣ କରିଥିଲେ। ଏକଥା ଆମେ ସମସ୍ତେ ଜାଣୁ। ଜନ୍ମ ହେବାର ଉଦ୍ଦେଶ୍ୟ ହେଲା ଧର୍ମର ଯେତେବେଳେ ଗ୍ଲାନି ହୁଏ, ଧର୍ମ ପତିତ ହେଇଯାଏ, ନଷ୍ଟ ହେଇଯାଏ, ପାରିବାରିକ ଜୀବନ ନଷ୍ଟ ହେଇଯାଏ, ଏଇ ବ୍ୟକ୍ତିଗତ ଜୀବନ ନଷ୍ଟ ହେଇଯାଏ, ତାକୁ ଉଦ୍ଧାର କରିବା ପାଇଁ ପରମ ଦୟାଳ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ବା ଯୁଗେ ଯୁଗେ ପୁରୁଷୋତ୍ତମ ମାନେ ଆସନ୍ତି। ଏଇଟା ଆମମାନେ ସମସ୍ତେ ଜାଣୁ। ସେଇଥିପାଇଁ ଠାକୁର ଗୋଟେ ବାଣୀ ଦେଲେ, ଜିଅନ୍ତା ଠାକୁର ଆସିଲେ ଧରାଏ କଇ ଜଣ ତାକୁ ଧରେ, বলে ভগবান পুরুষোত্তম আর চাল যাওয়ার পরে জীবন্ত ঠাকুর জীবন্ত এই আসন্তি বলি কেতে জন তাকে ধরନ୍ତି, বলে ভগবান পুরুষোত্তম আর চাল যাওয়ার পরে যেତେବେଳେ ସେ ଚାଲି ଯାଆନ୍ତି ଭଗବାନ ପୁରୁଷୋତ୍ତମ ଇତ୍ୟାଦି ଇତ୍ୟାଦି କେତେ କଥା କହିକି ସଜେଇକି ରଖନ୍ତି ଚାଲିଯିବା ପରେ। କିନ୍ତୁ ସେ ଯେତେବେଳେ ଜୀବନ୍ତ ଆସନ୍ତି ତାଙ୍କୁ କେତେ ଲୋକ ନିର୍ଯାତନା ଦିଅନ୍ତି, ବନବାସ ଦିଅନ୍ତି, କଷ୍ଟ ଦିଅନ୍ତି। ଶେଷରେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କୁ କୁଶବିଦ୍ଧ କରାଗଲା, ଛାତିରେ କଣ୍ଟା ବାଡ଼େଇ ଦିଆଗଲା। ଏବଂ ସେଦିନ କୁଶବିଦ୍ଧ ଯେତେବେଳେ କରାଯାଇଛି ଯୀଶୁଖ୍ରୀଷ୍ଟଙ୍କୁ ରକ୍ତାକ୍ତ ଶରୀରରେ, ଏତେ ଦୟାବନ୍ତ ଈଶ୍ୱର ପୁରୁଷୋତ୍ତମ, ଏତେ ଦୟାବନ୍ତ, ଦୟାର ସାଗର। ନକାନ୍ଦ ନକାନ୍ଦ ପ୍ରିୟ ଶିଷ୍ୟ ମୋର ନବୁହ ଅଶ୍ରୁଧାର, ଏମର ଯନ୍ତ୍ରଣା ବାଧୁ ନାହିଁ ଯେତେ ବାଧୁଛି ବୁଦ୍ଧି ବିକାର। ମତେ ଯୋଉ କୁଶବିଦ୍ଧ କଲ ବା କଣ୍ଟା ବାଡ଼େଇଲେ, ଏ ମଣିଷ ବାଡ଼େଇଲେ, ମତେ ସେଇଟା ବାଧୁନି। ମୁଁ ରକ୍ତାକ୍ତ ହେଇଗଲିଣି, ସେଇଟା ମତେ ବାଧୁନି। ବାଧୁଛି ବୁଦ୍ଧି ବିକାର। ମଣିଷର ବୁଦ୍ଧି ହଜିଗଲାଣି, ମଣିଷ ଅମଣିଷ ହେଇଗଲାଣି, ମଣିଷ ପଣିଆ ନାହିଁ, ମଣିଷତ୍ୱ ଯୋଉଟା ହବା କଥା ସେଇଟା ହରେଇ ବସିଲାଣି। ସେଇଥିପାଇଁ ପୁରୁଷୋତ୍ତମଙ୍କ ଆବିର୍ଭାବ। ଏବଂ ଯୋଉ କଥା କହିଲେ ସତ୍ସଙ୍ଗ ହଉଛି ମଣିଷ ତିଆରି କାରଖାନା, ଏଭ୍ରି ମ୍ୟାନ୍ ଟୁ ରିଫର୍ମ। ସବୁ ସତ୍ସଙ୍ଗରେ ଆମେ ସେ କଥା କହୁଛୁ। ମୁଁ ବହୁ ସତ୍ସଙ୍ଗ କହିଲି ମଣିଷ ରିଫର୍ମ ହବ, ଗୋଟେ ଘର ନୂତନ ଭାବରେ ତିଆରି ହବ। ସେଦିନ ଆମେରିକାର ହାଉଜରମ୍ୟାନ୍ ଆସି କହିଲେ ଏବଂ ଶ୍ରୀ ଠାକୁରଙ୍କ ପାଖରେ ଆସି ରହିଲେ ଦିନେ, 2 ଦିନ, 4 ଦିନ। ତାଙ୍କର ବହୁ ବ୍ୟସ୍ତ, ବହୁ ମାନେ ଧନୀ ଲୋକ, ବିରାଟ ଧନୀ ଲୋକ ଆସିକି ଶ୍ରୀ ଠାକୁରଙ୍କ ପାଖରେ ରହିଲେ। ରହିଲା ପରେ ଦିନେ, 2 ଦିନ, 4 ଦିନ ସେଭଳିଆ ଲୋକ 6 ମାସ ରହିଗଲେ। କହିଲେ ଠାକୁର ୟୁ ଆର୍ ଦି ସଲ୍ୟୁସନ୍ ଅଫ୍ ମଡର୍ନ ଏଜ୍, ପ୍ଲିଜ୍ କମ୍ ଟୁ ଆମେରିକା। ଆପଣ ବାସ୍ତବରେ ହେଉଛନ୍ତି ମଡର୍ନ ଏଜ୍ର ସଲ୍ୟୁସନ୍ କରିପାରିବେ, ସମାଧାନ କରିପାରିବେ, ଆପଣ ଆମେରିକା ଆସନ୍ତୁ। We are plenty and prosperity of America. We have no hearts are the barren. ଆମେ ଧନ ରତ୍ନରେ ପରିପୂର୍ଣ୍ଣ ଆମେରିକା, କିନ୍ତୁ ଆମର ହୃଦୟ ନାହିଁ, ହୃଦୟଟା ସବୁ ନଷ୍ଟ ହେଇଗଲାଣି। ଏବଂ ସେଦିନ ସେ ଯାଉଛନ୍ତି ଠାକୁର ଏତେ ଦୟାବନ୍ତ, ମାନେ ଠାକୁର ଏତେ ଦୟାବନ୍ତ ତାର ହିସାବ ନାହିଁ। ସେଦିନ ଯେତେବେଳେ ବିଦାୟ ନେଉଛନ୍ତି, ଦିନେ କହି 2 ଦିନ କହି ଠାକୁରଙ୍କ ପାଖରେ ରହିଲେ, ଦୀର୍ଘ ଦିନ ରହିଲେ, 6 ମାସ ରହିଲେ। ଏବଂ ଶେଷରେ ଯେତେବେଳେ ବିଦାୟ ହେଇକି ଯାଉଛନ୍ତି, ଏତେ ଭାବ ହେଇଯାଇଛି, ଠାକୁର ତ ପରମ ପ୍ରେମମୟ, ଏତେ ପ୍ରେମରେ ତାକୁ ବାନ୍ଧି ଦେଇଛନ୍ତି, ଏତେ 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 ଆଫେକ୍ସନ ଶ୍ରୀ ଠାକୁର ଦେଇଛନ୍ତି। ସେ ଆଶ୍ରମ ଛାଡ଼ିକି ଯିବାକୁ ନାରାଜ। 10,000 କୋଟି ଟଙ୍କାର ମାଲିକ ସେତେବେଳେ ଥିଲେ। କହିଲେ ଠାକୁର ମୁଁ ଚାଲିଯିବି, ଆପଣ ମୋତେ କିଛି ମାଗନ୍ତୁ, ମୁଁ ଦେଇଦେବି। ସେ ଭାବିଲେ ଠାକୁର ଏଇ ଯେଉଁ ଚାଳ ଘର ହେଇଛି, ଆଜବେଷ୍ଟ ଘର ଅଛି, ଠାକୁର ବୋଧେ କିଛି ମାଗିବେ, ମାଗିଲେ ମୁଁ 50-100 କୋଟି ଟଙ୍କା ଦେଇଦେବି, ମୁଁ ଚାଲିଯିବି, ହୁଏତ ଏଇ ଆଶ୍ରମର ଚାଳ ଘର ଗୁଡ଼ିକ ମାନେ କୋଠାବାଡ଼ି ହେଇଯିବ।
ମୋ ଠାକୁର କହିଲେ କେତେ ଦୟାବନ୍ତ। ଠାକୁର କହିଲେ ଦେଇପାରିବୁ ନା? ହଁ ଠାକୁର ଆପଣ ଯଦି ମାଗିବେ ମୁଁ ଜୀବନଟା ଦେଇଦେବି, ଯାହା ମୋର ଅଛି ଯଦି ମାଗିବେ ଦେଇଦେବି। ଏତେ ପ୍ରେମରେ ସେ ଏତେ ଆନନ୍ଦିତ ହେଇଗଲା, ଯଦି ଯାହା ମାଗିବେ ଠାକୁର ମୁଁ ଦେଇଦେବି। ଠାକୁର କହିଲେ ସତ୍ୟ କହ। ନାଇଁ ସୂର୍ଯ୍ୟଙ୍କୁ ଦେଖି ସକାଳର ସୂର୍ଯ୍ୟ ସେଦିନ ହଜରମାନ ସତ୍ୟ କଲେ, ହାତ ବଢ଼େଇ କଲେ ଏଇ ସୂର୍ଯ୍ୟ ଦେବତାଙ୍କୁ ଅନେଇକି ମୁଁ ସତ୍ୟ କରୁଛି, ତ୍ରିବାର ସତ୍ୟ କରୁଛି, ଆପଣ ଯାହା ମାଗିବେ ଦେଇଦେବି। ପାରିବୁ ନା? ହଁ। କହିଲେ ଠାକୁର କହିଲେ ହାଉଜ ଘରେ ପହଞ୍ଚି ଖଣ୍ଡେ 15 ପଇସାର ପୋଷ୍ଟ କାର୍ଡ଼ରେ ଚିଠି ଲେଖିପାରିବୁ? ତୋ ସ୍ତ୍ରୀ କ'ଣ କରୁଛି? ତୋ ବାପା ମା ଭଲରେ ଅଛନ୍ତି ନା ନାହିଁ? ମା ଭଲରେ ଅଛନ୍ତି ନା ନାହିଁ? ତୋ ଭାଇ କ'ଣ କରୁଛି? ଝିଅ ପାଠ ପଢ଼ୁଛି ନା ନାହିଁ? ପୁଅ ପାଠ ପଢ଼ୁଛି ନା ନାହିଁ? ସମସ୍ତ କଥା ମୋତେ ଲେଖିକି ଜଣାଇ ଦେଇପାରିବୁ? ସେଦିନ ହାଉଜନ ମାନେ କାନ୍ଦି କାନ୍ଦି କହିଲେ I have seen many men in the world, but I have not seen like a man whose heart is like a mother, whose head is like a father, his brain is like a child. সারা ভারতবর্ষ সারা বিশ্ব ମୁଁ ବୁଲିଯାଇଛି, ଏଭଳି ଏକ ମଣିଷ ମୁଁ ଦେଖିନି ଜଗତରେ, ଏଭଳି ଏକ ମଣିଷ ମୁଁ ଦେଖିନି ଜଗତରେ ଯାହାର ହୃଦୟଟା ହେଉଛି ମା ଭଳି କୋମଳ, ଯାହାର ମସ୍ତିଷ୍କଟା ହେଉଛି ବାପ ଭଳି ମାନେ ଉଚ୍ଚପଦ, ଏବଂ ଯାହାର ମନଟା ହେଉଛି ଚପଳମତି ପିଲା ଭଳି, ଏଭଳି ମୁଁ ଦେଖିନି ଠାକୁର। ଏବଂ କୁଣ୍ଡେଇ ପକେଇଲେ। ଏବଂ ସେଦିନ ସେ ହାଉଜର ମ୍ୟାନ୍ ଯାଇକି ଆମେରିକାରେ ଯାଇ ପହଞ୍ଚି ଏଇ ଯେଉଁ ଦେଖିକି ଯାଇଥିଲେ ପାରିବାରିକ ଜୀବନକୁ ସଜାଡ଼ିବା ପାଇଁ, ଏଇ ଆଶ୍ରମରେ ଯେଉଁ ବ୍ୟକ୍ତି କଥା, ଦାମ୍ପତ୍ୟ କଥା, ପାରିବାରିକ ଜୀବନ କଥା ସବୁ ଦେଖିକି ଗଲେ। ଏବଂ ରୋଗୀଣା ମା ଯେଉଁ ହାଉଜର ମାନେ ଦିନେ ପଚାରୁ ନଥିଲେ, ରୋଗୀଣା ବାପା ଯେଉଁ ହାଉଜର ମାନେ ଦିନେ ପଚାରୁ ନଥିଲେ, ଝିଅ ଧନୀ ଲୋକ, ବିରାଟ ଲୋକ, ଝିଅ କୁଆଡ଼େ ଯାଏ, କେତେ ପଇସା ଖର୍ଚ୍ଚ କରେ ତାର ବି ହିସାବ ରଖିନଥିଲେ, ପୁଅ ପାଠ ପଢ଼ିଲା କେତେ ନ ପଢ଼ିଲା କେତେ ସେ କଥା ଦେଖିନଥିଲେ। ଏବଂ ଦିନେ ନିଜର ମାଆକୁ ହୁଇଲ ଚେୟାରରେ ବସେଇକି ଠେଲି ଠେଲି ନେଉଛନ୍ତି, ଔଷଧ ଦେଉଛନ୍ତି ଠିକ୍ ସମୟରେ। ସେଦିନ ସେ ମା କାନ୍ଦି କାନ୍ଦି କହୁଛନ୍ତି ସେ ଭାରତବର୍ଷରେ କିଭଳି ଜଣେ ଯାଦୁକର ଅଛନ୍ତି, ମୋ ପୁଅକୁ ପରିବର୍ତ୍ତନ କରିପାରିଲେ ସେଭଳିଆ ଯାଦୁକରଙ୍କୁ ମୁଁ କୋଟି କୋଟି ପ୍ରଣାମ। ତେଣୁ ଇଏ ଥିଲା ପ୍ରେମର କଥା। ଶ୍ରୀ ଠାକୁରଙ୍କ ଜୀବନ ଭିତରେ ବୟସ ମାନେ ବାଲ୍ୟକାଳ ଭିତରେ 10 12 ବର୍ଷ 15 ବର୍ଷ ଭିତରେ ଗୋଟେ ଆମ୍ବ ତୋଟାକୁ ଯାଇଛନ୍ତି। ସେ ଆମ୍ବ ତୋଟାରେ ଜଣେ ବୁଢ଼ୀ ଜଗିଥାଏ, ଆମ୍ବ କାହାକୁ ଗୋଟିଏ ଦେବନି। ଏବଂ ଶ୍ରୀ ଠାକୁର ତା ସାଙ୍ଗମାନଙ୍କ ସହିତ ଡେଇଁ ପଡ଼ିଲେ, ବାଡ଼ ଡେଇଁକି ଯାଇ କିଛି ଆମ୍ବ ଆଣିଲେ। ଆମ୍ବ ଆଣିଲା ପରେ ସେ ମାଆଙ୍କର ଗୋଟେ ପୁଅ ଚାଲି ଯାଇଛି ସଂସାର ପାଇଁ। ମା ଭାରି ଦୁଃଖରେ ଅଛନ୍ତି, ଠାକୁର ଜାଣନ୍ତି କିନ୍ତୁ ସମସ୍ତ ଦୁଃଖ ଲାଘବ କରିବେ ତ। ଯେତେବେଳେ ଆମ୍ବ ପାରି ବୁଢ଼ୀ ଆସିଯାଇଛି ବାଡ଼ି ଧରିକି, ସବୁ ସାଙ୍ଗ ଦୌଡ଼ି ପଳେଇଲେ। ଠାକୁର କିନ୍ତୁ ନିରବରେ ଠିଆ ହେଲେ। ମା ଖାଲି ଡାକିଦେଲେ ମା, କିଛି କହିନାହାନ୍ତି ଶ୍ରୀ ଠାକୁର। ସେଇ ମା ଡାକର ଏତେ ମଧୁରତା ଥିଲା। ହରେଇଥିବା ପୁଅକୁ ସେ ମା କହୁଛନ୍ତି ସତରେ କିନ୍ତୁ ମୋ ପୁଅ? ହଁ ହଁ আমি কিন্তু আপনার ছেলে হব, ମୁଁ ତୁମର ପୁଅ ହେବି। ଏବଂ କୁଣ୍ଢେଇ ପକେଇଛନ୍ତି। ଏବଂ ସେ ମା କାହାକୁ ଗୋଟିଏ ଆମ୍ବ ଦିଅନ୍ତିନି, କହିଲେ ଆଜିଠୁ ଏ ଆମ୍ବ ବଗିଚା, ଆମ୍ବ ତୋଟା ସବୁ ତୋର। ମୋ ପୁଅ ପାଇଁ ମୁଁ ରଖିଥିଲି, ଯେଉଁ ପୁଅକୁ ଦୀର୍ଘ ଦିନ ଧରି ଖୋଜୁଛି, ହରେଇଥିଲି ମୋ ପୁଅକୁ, ସେ ପୁଅ ପାଇଗଲି। ଆଜିଠୁ ଆମ୍ବ ତୋଟା ତୋର, ଆମ୍ବ ତୋର, ଇଏ ସବୁ ତୋର। ପଦେ କଥାରେ ମା ଡାକରେ। ସେଇଥିପାଇଁ ପରମ ଦୟାଳୁ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କେତେ ପରମ ପ୍ରେମମୟ, ପରମ ପ୍ରେମମୟ। ପ୍ରେମ ତାଙ୍କ ଭିତରେ ସର୍ବଶ୍ରେଷ୍ଠ ପ୍ରେମମୟ। ଏବଂ ଯେତେ ଯେତେ ଯୁଗ ପୁରୁଷୋତ୍ତମ ଭଗବାନ ଯୁଗେ ଯୁଗେ ଆସିଛନ୍ତି, ସବୁ ପରିପୂରଣକାରୀ ହେଉଛନ୍ତି, ଫୁଲଫିଲ୍ ଦି ବେଷ୍ଟ। ସମସ୍ତ କଥାକୁ ପରିପୂରଣ କରିବା ପାଇଁ, ମଣିଷ ତାର ବ୍ୟକ୍ତି ଦାମ୍ପତ୍ୟ ପାରିବାରିକ ଜୀବନକୁ ସଜାଡ଼ି ଦେବା ପାଇଁ, ସେଇଥିପାଇଁ ସେ ହେଉଛନ୍ତି ଆଦର୍ଶ। ଯଦି ଆମମାନେ ସମସ୍ତେ ସେଇ ଆଦର୍ଶକୁ ଅନୁସରଣ କରିବା, ପଦାଙ୍କ ଅନୁସରଣ କରିବା, ତାହେଲେ ନିଶ୍ଚିତ ଭାବରେ ଆମେ ଭଲ ହେବା। କାରଣ ସେଦିନ ପଞ୍ଚାନନ୍ଦାଙ୍କ ଗୋଟିଏ କଥା କହି ମୋ ବକ୍ତବ୍ୟ ଦେଖିଛି, ଆମେ ଯଦି ଅନୁସରଣ କରିବା, ପଞ୍ଚାନନ୍ଦା ଏବଂ ତାଙ୍କ ସ୍ତ୍ରୀ, ସିଏ ହେଉଛନ୍ତି ପଞ୍ଚାନନ୍ଦା ହେଉଛନ୍ତି ଲେକ୍ଚର, ତାଙ୍କ ସ୍ତ୍ରୀ ହେଉଛନ୍ତି ଜଣେ ହେଡ୍ ମିଷ୍ଟ୍ରେସ୍। ଦୁଇ ଜଣଙ୍କ ଭିତରେ ସ୍କୁଲରୁ ଆସିବେ, ସ୍କୁଲ ଆସିଲା ପରେ କିଏ ଚା କରିକି ଦେବ, ସେମାନଙ୍କ ଭିତରେ ମାନେ ଝଗଡ଼ା ଲାଗିଯାଏ। ବହୁତ ସମୟରେ ଝଗଡ଼ା ଲାଗେ, ଚା କରିବ କିଏ, ରୋଷେଇ କରିବ, ଇତ୍ୟାଦି ଇତ୍ୟାଦି କଥା। ସିଏ ତାଙ୍କ ସ୍ତ୍ରୀ କହୁଛନ୍ତି ତମେ ଚା ଟିକେ କରିଦେବ ନା, ମୁଁ କ'ଣ ଟାୟାର୍ଡ଼ ହେଇନି କି? ତାଙ୍କ ସ୍ୱାମୀ ସିଏ ଯେହେତୁ ଜାହିର କରୁଛନ୍ତି ତମେ ଚା ଟିକେ କରିବ ନା, ମୁଁ ଟାୟାର୍ଡ଼ ହେଇକି ଆସିଛି ନା, ତମେ ଟାୟାର୍ଡ଼ ହେଇଛ, ମୁଁ କ'ଣ ଟାୟାର୍ଡ଼ ହେଇନି କି? ଆମେ 2 ଜଣ ଯାଇଥିଲେ ସ୍କୁଲକୁ, 2 ଜଣଙ୍କ ଭିତରେ ବଚସା ହେଇଛି, ପାଟିବ ହେଇଛି, ବାଡ଼ାବାଡ଼ି ମଧ୍ୟ ହେଇଛନ୍ତି। ଏବଂ ପଞ୍ଚାନନ୍ଦା ପଳେଇ ଯାଇଛନ୍ତି।
ପଞ୍ଚମ ଦା ଯେତେବେଳେ ଯାଇଛନ୍ତି ଇଏ ତାଙ୍କ ସ୍ତ୍ରୀ ଯାହାହେଲେ ବି ତାଙ୍କ ସ୍ତ୍ରୀ ମନ ଦୁଃଖ ହେଇଛି, କୁଆଡ଼େ ଗଲେ ପୋଖରୀକି ଗଲେ କି ବିଷ ଖାଇଲେ କି ଦଶି ଦେଇଦେବେ ଏଇ ଉଦ୍ଦେଶ୍ୟରେ ସିଏ ବି ମଧ୍ୟ ଠାକୁରଙ୍କ ପାଖକୁ ପଳେଇଛନ୍ତି। ପଞ୍ଚମ ଦା ଯାଇ ବସିଛନ୍ତି ଏବଂ ଇଏ ଯାଇ ଠାକୁରଙ୍କ ପାଖରେ ପହଞ୍ଚିଗଲେ ତାଙ୍କ ମା। ଏବଂ ପଞ୍ଚମ ଦାକୁ କହୁଛନ୍ତି ପଞ୍ଚମ ଦା ଟିକେ ଯାଅ ଏଇ କିଛି ଦୂର ଯାଅ। ଠିକ ଅଛି। ପଞ୍ଚମ ଦା ସେ ଯାଉଛନ୍ତି ଯେତେବେଳେ ଗୋଟେ ମଳିଆ ପଡ଼ିଆ, ମାନେ ସେତେବେଳେ ସବୁ ଗାଁ ଗଲେ ସବୁ ପଡ଼ିଆ ଥାଏ ଝଡ଼ା ଯାଆନ୍ତି, ସେଇ ମଳିଆ ପଡ଼ିଆ ଦେଇକି ଠାକୁର ଗଲେ। ପଞ୍ଚମ ଦା ବହୁତ ଚାଲାକ, ଏମଏ ପାସ୍ କରିଛନ୍ତି ତ ଡବଲ ଏମଏ। ଠାକୁର ଯେତେବେଳେ ପାଦ ଉଠାନ୍ତି, ଠାକୁର ଯେତେବେଳେ ଯୋଉଠି ପାଦ ଉଠାନ୍ତି ପଞ୍ଚମ ଦା ସେଇଠି ପାଦ ପକାନ୍ତି। ତା ପଛରେ ନେକ୍ସଟ ଏବେ ଠାକୁର ଯେତେବେଳେ ଉଠେଇକି ପାଦ ପକାନ୍ତି ପଞ୍ଚମ ଦା ସେଇଠି ପାଦ ପକାନ୍ତି। ଏବଂ ଶେଷରେ ଯାଇକି ଯେତେବେଳେ ମଳିଆ ପଡ଼ିଆଟା ପାର ହେଇଛନ୍ତି ଠାକୁର କହୁଛନ୍ତି ପଞ୍ଚମ ଦା ଆମର ପାଦରେ କିଛି ମଇଳା ଲାଗିଲା କି? ଠାକୁର ଦେଖୁଛନ୍ତି ନା ମୋ ପାଦରେ କିଛି ମଇଳା ଲାଗିନି। କହିଲେ ପଞ୍ଚମ ଦା ଦେଖିଲେ ତୁମ ପାଦରେ କିଛି ମଇଳା ଲାଗିଲା କି? କହିଲା ନା ମୋତେ ଦେଖିବାକୁ ପଡ଼ିବନି। ନା କାହିଁକି? ନା ଆପଣ ବା ଯୋଉଠି ଉଠେଇଲେ ମୁଁ ସେଇଠି ପାଦଟା ପକେଇଲି, ମୋ ପାଦରେ ମଇଳା ଲାଗିବା ଚାନ୍ସ ନାହିଁ। ଆପଣ ତ ତାହେଲେ ନା ମୁଁ ବା ଆପଣଙ୍କୁ ଅନୁସରଣ କରୁଛି। ନା ଠାକୁର କହିଲେ ତୁମେ ଅନୁସରଣ କରୁଛ, ତାହେଲେ ମୋ ସ୍ତ୍ରୀକି ମୁଁ ତ କେବେ ମାରିନି, ମୋ ସ୍ତ୍ରୀକି ମୁଁ ତ କେବେ ଗାଳି ଦେଇନି, ତାହେଲେ ତୁମେ ଅନୁସରଣ କ'ଣ କରୁଛ? ଏବଂ ସିଏ ଯେତେବେଳେ ଆସିଛନ୍ତି ଆଶ୍ରମରେ ମା ବସିଛନ୍ତି, ମା ଯେତେବେଳେ ବସିଛନ୍ତି ପଞ୍ଚମ ଦା ଆସି ପହଞ୍ଚିଲେ। ପରମ ଦୟାରେ ଶ୍ରୀ ଠାକୁର କହୁଛନ୍ତି ବଡ଼ ବୋଉ, ମାନେ ଘରର ବଡ଼ ବୋହୁ ତ ବଡ଼ ବୋହୁ ସେଥିପାଇଁ ଡାକନ୍ତି ଲକ୍ଷ୍ମୀ ମାଙ୍କୁ। ବଡ଼ ବୋଉ ଦିନ ଦିଟା ତ ଲଣ୍ଠନଟା ଟିକେ ଲଗେଇକି ଆଣିଲ। ଆମ ସ୍ତ୍ରୀ ଏଠି ଯେତେ ମା ମାନେ ବସିଛନ୍ତି ତାଙ୍କ ସ୍ୱାମୀ ଯେ ଦିନ ଦିଟାରେ କହିବେ ଲଣ୍ଠନ ଲଗେଇବାକୁ, ପାଗଳ ହେଇଗଲାଣି ଗୋଟେ ମଦ ଫଦ ଖାଇକି ଆସିଛନ୍ତି। ସିଏ ପ୍ରଶ୍ନ କରିନାହାନ୍ତି, ମା ଲଣ୍ଠନଟା ଲଗେଇକି ଆଣିଲେ। ଆଣିକି ଯେତେବେଳେ ପହଞ୍ଚିଲେ ଏବଂ ଠାକୁର କହୁଛନ୍ତି ବଡ଼ ବୋଉ ଲଣ୍ଠନ ଲିଭେଇ ଦିଅ, କିଛି କାମ ନାହିଁ। ଯେତେବେଳେ ଯାଇଛନ୍ତି ସିଏ ଲେକ୍ଚର ମାନେ ଟିଚର ହେଡମିଷ୍ଟ୍ରେସ୍ ଜାଣିଗଲେ, ଠାକୁରଙ୍କ ଗୋଡ଼ ତଳେ ପଡ଼ିଗଲେ। ତେଣୁ ସେଇଠି ଶ୍ରୀ ଠାକୁର ସେଇଥିପାଇଁ ଆମର ବ୍ୟକ୍ତି ଦାମ୍ପତ୍ୟ ଜୀବନ ସୁଖ ସୁନ୍ଦର ହେବା ପାଇଁ ସେଇ ଆଦର୍ଶ ତାଙ୍କୁ ଅନୁସରଣ କରି ତାଙ୍କ ପାଦ ଦେଇ ଯଦି ଚାଲିବା ତାହେଲେ ଡେଫିନେଟଲି ଜୀବନରେ ଆମେ ସକ୍ସେସ୍ ହେଇପାରିବା। ବାସ୍ତବରେ ଠାକୁରଙ୍କ କାମ ହେଇପାରିବ। ବାସ୍ତବରେ ଆମ ଚଳଣି ଯଦି ଠିକ୍ ହୁଏ, ବାସ୍ତବବାଦୀ ହୁଏ। ସେଇଥିପାଇଁ ଶ୍ରୀ ଠାକୁର କହିଲେ ଯେଉଁ ବାଦର ହୁଅ ନା ବାଦୀ ଜୀବନ ବାଦର ଅସିଦ୍ଧ ହୋଇ ଏଇ ଜମିକୁ କରିନ ମୁଖ୍ୟ ଚାଲଛ ଶୀତରେ ଜୀବନ ହୁଏ। ଯେଉଁ ବାଦର ଯେ ବାଦର ବାଦୀ ହୁଅ ଯେକୌଣସି କାମ କର ନା କାହିଁକି ଜୀବନ ବାଦର ଅସିଲି ଦୁଇ। ଜୀବନବାଦ ମାନେ ଆମର ପରିବାର ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ଯାହା ଯାହା ସବୁ ଜୀବନବାଦ ଅଛି ପରିବାର ଭିତରେ ଅଛି, ସେଇ ବାଦର ଅସଲି ଦୁଇ। ଏଇ ଜମିକୁ କରିନ ମୁଖ୍ୟ ଚାଲଛ ଶୀତରେ ଜୀବନ ହୁଏ। ଜୟ ଗୁରୁ। कृष्ण गोविंद गोविंद बोल रे गोविंद गोविंद बोल रे राधे गोविंद 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 बोले सदा राधे जय राधे राधे कृष्ण कृष्ण गोविंद गोविंद बोल रे Hare Rama
वन्दे पुरुषोत्तमं वन्दे पुरुषोत्तमं वन्दे पुरुषोत्तमं वन्दे पुरुषोत्तमं वन्दे पुरुषोत्तमं वन्दे पुरुषोत्तमं परम प्रेममय श्री श्री ठाकुर उनको चंद्र जी की परम प्रेम श्री श्री ठाकुर उनको चंद्र जी की परम प्रेममय श्री श्री ठाकुर उनको चंद्र जी की परम आराध्या जगत जननी श्री श्री बड़मा की परम आराध्या जगत जननी श्री श्री बड़मा की परम आराध्या जगत जननी श्री श्री बड़मा की परम पूज्यपा श्री श्री बड़दा की परम पूज्यपा श्री श्री बड़दा की परम पूज्यपा श्री श्री बड़दा की परम पूज्यपा श्री श्री आचार्य देव की परम पूज्यपा श्री श्री आचार्य देव की परम पूज्यपा श्री श्री आचार्य देव की सात संग की सात संग की सात संग की वंदे पुरुषोत्तम वन्दे पुरुषोत्तमं वंदे आर्य पितृ वन्दे आर्यपितृं वंदे मातृवर्ग वन्दे मातृवर्गं वंदे अहं कृष्ण दैवतम वन्दे अहं कृष्णदैवतं वंदे पुरुषोत्तम वन्दे पुरुषोत्तमं वंदे पुरुषोत्तम वन्दे पुरुषोत्तमं परम प्रेममय श्री श्री ठाकुर चंद्र जी की जय जय गुरु।